ମନ୍ତ୍ରୀ ଆବାସ ଗୃହ ପାଇଥିବା ହିତାଧିକାରୀମାନଙ୍କୁ ଜଣାଇ ଦିଆଯାଉଅଛି କି 2016-17 ମସିହା ଠାରୁ 2024-25 ମସିହା ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ପାଇଥିବା ଗୃହଗୁଡ଼ିକ ଆଗାମୀ 2 ମାସ ମଧ୍ୟରେ ସମ୍ପୂର୍ଣ୍ଣ ନ କଲେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଘରଗୁଡ଼ିକ ତାଲିକାରୁ ବାଦ୍ ଦିଆଯିବ ଏବଂ ବକେୟା କିସ୍ତି ରାଶି ପ୍ରଦାନ କରାଯିବ ନାହିଁ କିମ୍ବା ଭବିଷ୍ୟତରେ କୌଣସି ନୂତନ ଗୃହ ପ୍ରଦାନ କରାଯିବ ନାହିଁ। ଘର କଟିବା କିମ୍ବା ହିତାଧିକାରୀଙ୍କ ବକେୟା କିସ୍ତି ରାଶି ପ୍ରାପ୍ତ ନ ହେବା ପାଇଁ ସରକାର ଦାୟୀ ରହିବେ ନାହିଁ ଏବଂ ଅସମ୍ପୂର୍ଣ୍ଣ ଗୃହଗୁଡ଼ିକ ସମ୍ପୂର୍ଣ୍ଣ କରିବାର ଶେଷ ଧାର୍ଯ୍ୟ ସମୟ ଚଳିତ ବର୍ଷ ଅକ୍ଟୋବର ମାସ 31 ତାରିଖ।